Hi friends, welcome to our YouTube channel SBM Coaching Center. Friends, ଆଜି ଆମେ ଦେଖିବା ଏହି ଭିଡ଼ିଓରେ ତୁମର ଦଶମ ଶ୍ରେଣୀର ହେବାକୁ ଯାଉଥିବା ସमेଟିଭ୍ ଆସେସମେଣ୍ଟ 1ର ଏକ୍ଜାମ୍ ଆଉ କମ୍ ଦିନ ମଧ୍ୟରେ ହେଇଯିବ। ତ ସେଥିପାଇଁ ଏହି ଏକ୍ଜାମ୍କୁ ଆଖି ଆଗରେ ରଖି ମୁଁ ଆପଣମାନଙ୍କର ମାର୍କକୁ କେମିତି ବଢ଼େଇବେ ଏବଂ ବାରମ୍ବାର କେମିତି ପ୍ରାକ୍ଟିସ୍ କରିବେ ସେଥିପାଇଁ ମୁଁ ଗୋଟେ ପ୍ରାକ୍ଟିସ୍ ସେଟ୍ ନେଇ ଆସିଛି। ଆପଣମାନେ ଏହି ପ୍ରାକ୍ଟିସ୍ ସେଟ୍କୁ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ, କାହିଁକି ନା ବହୁତ ପିଲା କ୍ୱେଶ୍ଚିନ୍ ପେପରର ବାହାନାରେ ଏବଂ କ୍ୱେଶ୍ଚିନ୍ ପେପର ମିଳିବ ଆଶା ନେଇ ପାଠ ପଢ଼ୁନାହାନ୍ତି। ତ କିନ୍ତୁ ସେହି ସୁବିଧା ବର୍ତ୍ତମାନ ବନ୍ଦ ହୋଇଗଲାଣି। ଯେଉଁମାନେ କି ୟୁଟ୍ୟୁବ୍ କିମ୍ବା କ୍ୱେଶ୍ଚିନ୍ ପେପର ଆଶା ନେଇକରି ମାନେ ପାଠ ପଢ଼ୁଛନ୍ତି, ତ ସେଥିପାଇଁ ସେମାନଙ୍କୁ ଜଣାଇ ଦେଉଛି କୌଣସି କ୍ୱେଶ୍ଚିନ୍ ପେପର ଭାଇରାଲ୍ ହେବାର ନାହିଁ। ସରକାର ବହୁତ ପ୍ରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯିଏ କ୍ୱେଶ୍ଚିନ୍ ପେପରକୁ ଭାଇରାଲ୍ କରିବ ତା ପାଇଁ ଆଇନ ଅନୁଯାୟୀ ଦଣ୍ଡବିଧାନ ମଧ୍ୟ କରିବାର ବ୍ୟବସ୍ଥା ରଖିଛନ୍ତି। ତ ସେଥିପାଇଁ ଆପଣମାନଙ୍କର ମାର୍କକୁ କେମିତି ବଢ଼େଇବେ ଏବଂ କିଭଳି ପାଠ ପଢ଼ିବେ ସେହି ବିଷୟରେ ମୁଁ ଆପଣମାନଙ୍କୁ ଏହି ମାଧ୍ୟମରେ ଜଣାଇଦେବି। ତା ସହିତ ମୁଁ ବର୍ତ୍ତମାନ ପ୍ରତିଦିନ ଆପଣମାନଙ୍କର ଆସେସମେଣ୍ଟ 1 ପରୀକ୍ଷା ସରିଲା ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ପାଇଁ ପ୍ରତିଦିନ ବିଭିନ୍ନ ପ୍ରକାର ସବଜେକ୍ଟରୁ ତ କ୍ୱେଶ୍ଚିନ୍ ଆନ୍ସର ମୁଁ ନେଇ ଆସିବି। ଆଉ ଆପଣମାନଙ୍କୁ ଗୋଟେ ମୁଁ ଅନୁରୋଧ କରୁଛି, ଏହି କ୍ୱେଶ୍ଚିନ୍ ପେପର ଗୁଡ଼ିକ ରିଏଲ୍ ନାହିଁ ଏବଂ ଯେଉଁମାନେ ରିଏଲ୍ ବୋଲି ଭାବୁଛ ତ ମାନେ ଆଶା କରି ଅଛ, ସେମାନଙ୍କୁ କହୁଛି ପାଠ ପଢ଼ିବା ବ୍ୟତୀତ ଆଉ କୌଣସି ଆଶା ରଖନି। ତ ଗୋଟିଏ ଆଶା ହେଲା ପାଠ ପଢ଼ିବା ଏବଂ କେମିତି ଭଲ ପାଠ ପଢ଼ିକି ଭଲ ନମ୍ବର ରଖିବା ସେଇଟା ଦେଖ। ଆଉ ଦେଖନ୍ତୁ, ଆମେ ପ୍ରତିଦିନ ଏହି ଚ୍ୟାନେଲ ମାଧ୍ୟମରେ ଦଶମ କ୍ଲାସ୍ର ସମସ୍ତ ବିଷୟବସ୍ତୁକୁ ଆମେ ବା ସମସ୍ତ ସବଜେକ୍ଟର କ୍ୱେଶ୍ଚିନ୍ ପେପରକୁ ମୁଁ ଆଣିଦେବି। ତା ସହିତ ଆପଣମାନେ ନିଜର ପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହି ପ୍ରାକ୍ଟିସ୍ ଗୁଡ଼ିକ ଏମିତି ଭାବରେ ପରୀକ୍ଷା ଦେଲା ଭଳି ଭାବନ୍ତୁ ଯାହାଫଳରେ କି ଆପଣ ଲାଗିବ ପରୀକ୍ଷା ଦେଉଛନ୍ତି। ଏବଂ ଏହି ଯେଉଁ ନିର୍ଦ୍ଦିଷ୍ଟ ଟାଇମ୍ ଅଛି 1 ଘଣ୍ଟା ମଧ୍ୟରେ ଆପଣମାନେ 50 ମାର୍କକୁ ଆଟେଣ୍ଡ କରିବା ଦେଖନ୍ତୁ। ନିଜ ଖାତାରେ ମଧ୍ୟ ଟିପି ରଖନ୍ତୁ କେଉଁ ଗୁଡ଼ିକ କେତେ ମାର୍କ ଆସିଲା ଏବଂ ମୁଁ ଏହି ପ୍ରଶ୍ନକୁ ପଢ଼ିବି, ଉତ୍ତର ମଧ୍ୟ କହିବି। କିନ୍ତୁ ମୁଁ ଉତ୍ତର କହିବା ଆଗରୁ ଆପଣମାନେ ସର୍ବପ୍ରଥମେ ଉତ୍ତରକୁ ବାହାର କରନ୍ତୁ, ନିଜ ଖାତାରେ ଲେଖନ୍ତୁ। ତା ସହିତ ଆପଣମାନେ ମଧ୍ୟ ସର୍ବଶେଷରେ ଜାଣିପାରିବେ ଯେ ଆପଣମାନଙ୍କର ସ୍କୋୟାର କେତେ ରହିଲା ଏବଂ ନିଶ୍ଚିତ ରୂପେ କମେଣ୍ଟ ମାଧ୍ୟମରେ ଜଣାଇବେ ଆପଣମାନଙ୍କର ସ୍କୋୟାର କେତେ ରହିଲା ଆଉ କେତେ ମାଧ୍ୟମରେ ଆପଣମାନେ ପାଠ ପଢ଼ା ମଧ୍ୟ କରୁଛନ୍ତି। ତ ଦେଖନ୍ତୁ, ଆପଣମାନେ ଯେତେବେଳେ ଆସେସମେଣ୍ଟ 1 ଏକ୍ଜାମକୁ ଯିବେ ଆପଣମାନଙ୍କୁ ଏମିତିଆ ଗୋଟେ ପେପର ମିଳିବ ଏବଂ ତା ସହିତ ଆପଣମାନଙ୍କୁ ଗୋଟେ କ'ଣ ନା ନମ୍ବର ଲେଖା ହେଇଥିବ। ସେଟ୍ 1, ସେଟ୍ ବି, ସେଟ୍ ଏ ବି ସି ଦିଆଯିବ। ଫୁଲ୍ ମାର୍କ ଓ ମାର୍କ ସିଟ୍ର 50 ମାର୍କ ରହିବ। ତ ଏମିତି ସମ୍ପୂର୍ଣ୍ଣ ରୂପେ ଲେଖା ହେଇଥିବ। ଆମେ ସେଗୁଡ଼ିକ ପରେ ଆଲୋଚନା କରିବା, କିନ୍ତୁ ବର୍ତ୍ତମାନ ଆମେ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଦେଖିବା ଏବଂ ଆପଣମାନଙ୍କୁ କହି ରଖୁଛି 50 ମାର୍କରୁ ଆପଣମାନଙ୍କର ମାର୍କ କେତେ ରହିଲା ନିଶ୍ଚୟ ରୂପେ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଖାତା ବାହାର କରିକି ଲେଖନ୍ତୁ। ଦେଖନ୍ତୁ, 1 ନମ୍ବର ପ୍ରଶ୍ନ କହିଛି, ଉତ୍କଳର ମନ୍ଦିର ଡ୍ୟାସ୍ ଦ୍ୱାରା ଶୋଭିତ ବା ସୁଶୋଭିତ। ଆପଣମାନେ ଏହି ଯେଉଁ ଅପସନ୍ ଗୁଡ଼ିକ ଦେଇଛି ଏ ବି ସି ଡି, ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଯେଉଁଟା ଆପଣମାନେ ଠିକ୍ ବୋଲି ଭାବୁଛ ସେଇଟାକୁ ଖାତାରେ ଲେଖନ୍ତୁ ଏବଂ ମୁଁ ଯେତେବେଳେ କହିଲା ପରେ ତାହା ଠିକ୍ ଭୁଲ ଆପଣ ଜାଣିପାରିବେ। ଦେଖନ୍ତୁ, ଉତ୍କଳର ମନ୍ଦିର ଡ୍ୟାସ୍ ଦ୍ୱାରା ସୁଶୋଭିତ। ଉତ୍କଳ ମନ୍ଦିର ଅପସନ୍ କଳା ହେବ, ଚାରୁ କଳା ହେବ। ହଁ, ଚାରୁ କଳା ହେବ, କାହିଁକିନା କାରୁ କଳା ନୁହଁ, ଶିଳ୍ପ କଳା ନୁହଁ, ପ୍ରସ୍ତର କଳା ନୁହଁ, ଚାରୁ କଳା ବଳି ଶୋଭିତ ଦେଶ ବୋଲି କୁହାଯାଇଛି ନା। ହଁ, ସେମିତି 2 ନମ୍ବର ପ୍ରଶ୍ନ କହିଛି, କବିତାରେ ବୁଦ୍ଧେ କେଉଁ ଅର୍ଥରେ ପ୍ରଯୁଜ୍ୟ ହୋଇଛି। ଏହି ଯେଉଁ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳରେ କୁହାଯାଇଛି ବୁଦ୍ଧେ ଶୁଣ ଅନ୍ୟ ପ୍ରସଙ୍ଗକୁ 10 ଶିର, ତ ଏମିତି କୁହାଯାଇଛି ନା। ତ ସେତେବେଳେ ବୁଦ୍ଧେ ବୋଲି ଗୋଟେ ଶବ୍ଦଟେ ଅଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ ବୁଦ୍ଧେ ବୋଲି କାହାକୁ କହିଛନ୍ତି ନା ବୁଦ୍ଧେର ଅର୍ଥ ହେଉଛି ପଣ୍ଡିତ ମାନେ। ଜଳାଧିପତି ଦେବତା କିଏ? ଜଳାଧିପତି ମାନେ ଜଳର ଅଧିପତି ଦେବତା କିଏ? ଜଳର ଅଧିପତି ହେଉଛି ବରୁଣ। ସେମିତି ଆକାଶରେ ସନ୍ଧ୍ୟା ତାରା କେତେବେଳେ ଦେଖାଯାଏ? ଆକାଶରେ ସନ୍ଧ୍ୟା ତାରା ମାନେ ପ୍ରାତଃ କାଳରେ କି ନାହିଁ, ପ୍ରାତଃ ସନ୍ଧ୍ୟା ସମୟରେ ଦେଖାଯାଏ, ରାତ୍ରି କାଳରେ ମଧ୍ୟ ଦେଖାଯାଏ ନାହିଁ। ସୂର୍ଯ୍ୟ ଉଦୟ ପୂର୍ବରୁ ଦେଖାଯାଏ କି ନାହିଁ, ତ ସାୟଂ କାଳରେ ବା ସାୟଂ ଅର୍ଥ ସନ୍ଧ୍ୟା ସମୟରେ ହିଁ ସନ୍ଧ୍ୟା ତାରା ଦେଖାଯାଏ। ତାପରେ ଦିଗଙ୍ଗର ମାନେ କେଉଁ ବସ୍ତ୍ର ପରିଧାନ କରିଛନ୍ତି ବୋଲି କବି କଳ୍ପନା କରିଛନ୍ତି। ଦିଗଙ୍ଗନା ମାନେ ପାଟ ବସ୍ତ୍ର? ନାଇଁ, ପାଟ ବସ୍ତ୍ର ପିନ୍ଧି ନାହାନ୍ତି, ଝିନ ବସ୍ତ୍ର ମଧ୍ୟ ପିନ୍ଧି ନାହାନ୍ତି,
ଅମ୍ଳାନ ବସ୍ତ୍ର ମଧ୍ୟ ପିନ୍ଧି ନାହାନ୍ତି। ଆଚ୍ଛା କେଉଁ ବସ୍ତ୍ର? ଜ୍ୟୋତ୍ସ୍ନା ଦୁକୁଳ ବାସିନୀ ବୋଲି କୁହାଯାଇଛି ନା ଜ୍ୟୋତ୍ସ୍ନାର ମାନେ ଚନ୍ଦ୍ର କିରଣ ଯୋଉ ପଡୁଛି ଏହି ଚନ୍ଦ୍ର କିରଣର ପାଟ ବସ୍ତ୍ରକୁ ସେମାନେ ପରିଧାନ କରିଛନ୍ତି। ବନ୍ଦେ ଉତ୍କଳ ଜନନୀ କବିତାରେ କବିଙ୍କର ଉତ୍କଳ ଜନନୀ ପ୍ରତି କେଉଁ ଭାବ ପ୍ରକାଶ ପାଇଛି? କେଉଁ ଭାବ ହବ ନା ଉତ୍କଳ ଜନନୀ ପ୍ରତି ସ୍ନେହ ଭାବ କି? ନାଇଁ ହବନି। କ୍ରୋଧ ଭାବ ହବନି। ଆକ୍ରୋଶ ଭାବ ହବନି। ତ ହବ କୋଉଟା? ଭକ୍ତି ଭାବ ପ୍ରକାଶ ପାଇଛି। ଲକ୍ଷ୍ମୀକାନ୍ତ କେଉଁ କବି ଭାବରେ ପରିଚିତ? ଲକ୍ଷ୍ମୀକାନ୍ତ କାନ୍ତ କବି ଭାବରେ ପରିଚିତ। 8 ନମ୍ବର ଡଗର ପତ୍ରିକା କେବେ ପ୍ରକାଶ ପାଇଥିଲା? ଡଗର ପତ୍ରିକା 1937 ମସିହାରେ ପ୍ରକାଶ ପାଇଥିଲା। ଅପସନ୍ ଏ ହେବ ରାଇଟ୍ ଆନ୍ସର। କେଉଁଟି ଲକ୍ଷ୍ମୀକାନ୍ତଙ୍କର ଅବିସ୍ମରଣୀୟ ବା ଅବିସ୍ମରଣୀୟ ଗଳ୍ପ? ବୁଢ଼ା ଶଙ୍ଖାରି। ନାଇଁ ବୁଢ଼ା ଶଙ୍ଖାରିଟି ଅବିସ୍ମରଣୀୟ ଗଳ୍ପ। ସାରଳା ଦାସ କେଉଁ ଶତାବ୍ଦୀର କବି ଥିଲେ? ସାରଳା ଦାସ ପଞ୍ଚଦଶ ଶତାବ୍ଦୀର କବି ଥିଲେ। କାହାର ଲୌହସର ଶ୍ରୀକୃଷ୍ଣଙ୍କର ପଦବିଦ୍ଧ କଲା? ବ୍ୟାଧର ଲୌହସର ଶ୍ରୀକୃଷ୍ଣଙ୍କର ପଦବିଦ୍ଧ କରିଥିଲା। ପ୍ରାବନ୍ଧିକ ଜନ୍ମଭୂମିକୁ କାହା ସହିତ ତୁଳନା କରିଛନ୍ତି? ପ୍ରାବନ୍ଧିକ ଜନ୍ମଭୂମିକୁ ପୃଥିବୀ ସହିତ, ନାହିଁ ଆକାଶ ସହିତ, ନାହିଁ ସୂର୍ଯ୍ୟ ସହିତ, ନାହିଁ ଭୁଲ। ଆଚ୍ଛା କାହା ସହିତ? ମାତା ଧାତ୍ରୀ ଶିକ୍ଷୟତ୍ରୀ। ଅପସନ୍ ଡି ହେବ ରାଇଟ୍ ଆନ୍ସର। ତାପରେ ଦେଖିବା କେଉଁ ବିଜ୍ଞାନ ଆଲୋକ, ଉତ୍ତାପ, ବିଦ୍ୟୁତ ଏବଂ ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନ ବିଭାଗ ମାନଙ୍କର ବିଭକ୍ତି ହୋଇଛି? ଏହା ରାଇଟ୍ ଆନ୍ସର କୋଡ଼ ହେବ ପଦାର୍ଥ ବିଜ୍ଞାନ। ପଦାର୍ଥ ବିଜ୍ଞାନ ହେବ ରାଇଟ୍ ଆନ୍ସର। ଜଡ଼ ବିଜ୍ଞାନ ବଳରେ କିଏ ଆଜି ଦୁର୍ଲଭ୍ୟ ହୋଇନାହିଁ? ଜଡ଼ ବିଜ୍ଞାନ ମୂଳରେ ତ ଆଜି କ'ଣ ଦୁର୍ଲଭ୍ୟ ହୋଇନାହିଁ? ସାଗର। ବିଜ୍ଞାନର ଅନୁଶୀଳନୀରେ ଆମେ ସର୍ବତ୍ର କାହାର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ? ଶକ୍ତିର ଅବସ୍ଥିତି ଆମେ ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ। ତ ଲକ୍ଷ୍ମୀକାନ୍ତ ଡେସ୍ ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ? ଲକ୍ଷ୍ମୀକାନ୍ତ 1888 ମସିହାରେ ଜନ୍ମଗ୍ରହଣ କରିଥିଲେ। ଡେସ୍ର ଗୀତ ଗୁଡ଼ିକ ଉଚ୍ଚାଙ୍ଗ ଭାବ ସମ୍ପଦକୁ ଅନନ୍ୟ କୃତିର ମାନ୍ୟତା ଦିଆଯାଇଛି। ଜୀବନ ସଙ୍ଗୀତ। ଅପସନ୍ ସି ହେବ ରାଇଟ୍ ଆନ୍ସର। ଡେସ୍କୁ ଦେଖା କରିବାକୁ ଲକ୍ଷ୍ମୀକାନ୍ତ ପୁରୀ ଯାଇଥିଲେ? ଉମାଚରଣଙ୍କୁ ଦେଖା କରିବାକୁ ଯାଇଥିଲେ। କୋଉଠିକି? ପୁରୀ। ରେଭେନ୍ସା ମହାବିଦ୍ୟାଳୟରେ 1912 ମସିହାରେ ଡେସ୍ ନାଟକ ଅଭିନୟ କରାଯାଉଥିଲା? କାଞ୍ଚି କାବେରୀ ନାଟକ। ନିମ୍ନୋକ୍ତ ମଧ୍ୟରେ କେଉଁଟି ଦ୍ୱାରକା ନିକଟବର୍ତ୍ତୀ ତୀର୍ଥସ୍ଥାନ ଅଟେ? ଦ୍ୱାରକାର ନିକଟବର୍ତ୍ତୀ କୋଉଟା ହେବ? ବ୍ୟାସ ତୀର୍ଥ ହବନି, ଗୟା ତୀର୍ଥ ହବନି, ରକ୍ତ ତୀର୍ଥ ନାହିଁ, ତ ହବ ପ୍ରଭାସ ତୀର୍ଥ। ଏହି ଯେଉଁ ପ୍ରଭାସ ତୀର୍ଥର ଏରାକାର ଜଙ୍ଗଲରେ ବା ବନରେ ପରସ୍ପର ମଧ୍ୟରେ ହଣାହଣି ହେଇକରି ଶ୍ରୀକୃଷ୍ଣଙ୍କର ମଦ୍ୟପ ବଂଶଗୋଷ୍ଠୀ ଲୋପ ପାଇଯାଇଥିଲେ ନାଇଁ। ଆଚ୍ଛା ରାଜେଶ୍ୱରୀ କାହା ସହ ପ୍ରଚଣ୍ଡ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ? ରାଜେଶ୍ୱରୀ କାହା ସହିତ? ମଗଧର ସେନାପତିଙ୍କ ସହିତ। ରାଜେଶ୍ୱରୀ କିଏ? କଳିଙ୍ଗର ରାଜକନ୍ୟା ନାଇଁ ବା ରାଜଜେମା ବା କ'ଣ ହବ? ରାଜେଶ୍ୱରୀ। ରାଜେଶ୍ୱରୀ ହେଉଛନ୍ତି ମହାମନ୍ତ୍ରୀଙ୍କର ରାଜକନ୍ୟା। ନାଇଁ ତ ମହାମନ୍ତ୍ରୀ ନୁହଁ, ମହାରାଜା ହବ ହେଲା। ମହାରାଜା ବା କଳିଙ୍ଗ ରାଜାଙ୍କର ରାଜକନ୍ୟା ହେଉଛନ୍ତି ରାଜେଶ୍ୱରୀ। ସେମିତି 23 ନମ୍ବର ସୁବ୍ରତଙ୍କର ବୟସ ପାଖାପାଖି କେତେ ହେବ? ସୁବ୍ରତଙ୍କର ବୟସ ପାଖାପାଖି 35 ହେବ। କେଉଁ କାରଣରୁ ପୂରବୀଙ୍କର ମୃତ୍ୟୁ ଘଟିଲା? ଆକ୍ସିଡେଣ୍ଟ କାରଣରୁ, ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟିଲା। ବେବି ପିଉସୀଙ୍କ ପାଇଁ କ'ଣ ନେଇ କାରକୁ ଗଲା? ବେବି ପିଉସୀଙ୍କ ପାଇଁ କଫି ନେଇକିରି କାରକୁ ଗଲା। କାଠ ଗୋଦାମରେ ଧଅ କାଠ ଗଣ୍ଡିର କୁଇଣ୍ଟାଲ ପ୍ରତି କେତେ ଥିଲା? କୁଇଣ୍ଟାଲ ପ୍ରତି ଥିଲା 12 ଟଙ୍କା। କେତେ ଟଙ୍କା? 12 ଟଙ୍କା। ବାବୁ କିଣିଥିବା କାଠ ଗଣ୍ଡି କେତେ ବର୍ଷର ପୁରୁଣା? ପ୍ରାୟ 2 ବର୍ଷର ପୁରୁଣା, ଶୁଖିକି ପୁରା ଠନ ଠନ କରୁଛି ନାଇଁ କି। ବାବୁ କାଠ ଚିରାଳିର କେଉଁ ଭାଷାର ବ୍ୟବହାରରେ କ୍ଷୁବ୍ଧ ହୋଇଯାଇଥିଲେ? ବାବୁ କାଠ ଚିରାଳି ମାନେ କହୁଛନ୍ତି ବାବୁ କାଠ ଚିରାଳିର କେଉଁ ଭାଷାର ବ୍ୟବହାରରେ କ୍ଷୁବ୍ଧ ହୋଇଯାଇଥିଲେ? ନା ଦରବୁଢ଼ା। ତାପରେ ଦେଖ କଳିଙ୍ଗର ମହାରାଜା ଏ ଯୁଦ୍ଧ କରିବାକୁ ଅକ୍ଷମ ଥିଲେ କାହିଁକି? କାହିଁକି ନା ରୁଗୁଣ ହେତୁ।
ନାଇଁ କି ବୃଦ୍ଧ ହେତୁ କି ନାହିଁ, ଦୁର୍ବଳ ହେତୁ ନାହିଁ, କାପୁରୁଷ ନାହିଁ, ରୁଗୁଣ ହବ। ଅଙ୍ଗଦ କାହା ଉପରେ ଉଜ୍ଜଳ ତାରାଟିଏ ଦେଖିଥିଲେ? ଅଙ୍ଗଦ କାହା ଉପରେ? ନା ଶାନ୍ତି ସ୍ତୂପ ଉପରେ। ମନେ ରଖନ୍ତୁ, ଶାନ୍ତି ସ୍ତୂପ ଉପରେ। ବାକ୍ୟରେ କରଣକାରକ ପଦ କେଉଁଠାରେ ବସେ? ବାକ୍ୟରେ କରଣକାରକ ପଦଟି ବସେ କୋଉଠି? କର୍ମପଦ ପରେ ବା ପୂର୍ବରୁ। କର୍ମପଦ ପରେ ବସେ, ନହେଲେ ପୂର୍ବରୁ ବସେ। ଶିକ୍ଷକ ଛାତ୍ରଟିକୁ ବହିଟିଏ ଦେଲେ। ବାକ୍ୟରେ ଥିବା ସମ୍ପ୍ରଦାନ କାରକ ପଦଟି ବାଛ। ବହିଟିଏ ଦେଲେ, ନାଇଁ କ'ଣ? ଶିକ୍ଷକ ଛାତ୍ରଟିକୁ ବହିଟିଏ ଦେଲେ। ତ କାହାକୁ ଦେଲେ? କାହାକୁ ଲଗେଇ ଯଦି ପ୍ରଶ୍ନ କରିବା, ତା ଉତ୍ତରରେ ଯିଏ ଆସିବ ତାକୁ ସମ୍ପ୍ରଦାନ କାରକ କହିବା। କାହାକୁ ଦେଲେ? ଶିକ୍ଷକ ଛାତ୍ରଟିକୁ ଦେଲେ। ତ ଏଠି ଛାତ୍ରଟି ହବ କ'ଣ? କରଣ କାରକ। ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ କି ବାକ୍ୟ କୁହାଯାଏ? ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ କହିବା ବିସ୍ମୟ ସୂଚକ ବାକ୍ୟ। ଆଚ୍ଛା ପିଲେ, ପ୍ରଶ୍ନସୂଚକ ବାକ୍ୟ ପଚାରିବ ନା ପ୍ରଶ୍ନ ପଚାରିବା, ଯୋଉଠି ପ୍ରଶ୍ନବାଚକ ଥିବ ବା ଯାହାକୁ ପ୍ରଶ୍ନ ପଚରାଯାଏ ସେ ପ୍ରକାର ବାକ୍ୟକୁ ପ୍ରଶ୍ନବାଚକ ବା ପ୍ରଶ୍ନସୂଚକ ବାକ୍ୟ କହିବା। ଆଦେଶ ଯଦି ଦେବା, ଯାହାକୁ ଆଦେଶ ଭାବନା ପ୍ରକାଶ ପାଇଲା ଆଦେଶ ସୂଚକ ବାକ୍ୟ କହିବା। ଯଦି ନାସ୍ତିର କୌଣସି ସୂଚନା ମିଳିଲେ ତାକୁ ନାସ୍ତି ସୂଚକ ବାକ୍ୟ ବୋଲି କହିବା। ତ ନ ସ୍ଥାନରେ, ଦନ୍ତ ନ ସ୍ଥାନରେ ମୂର୍ଧନ୍ୟ ବ୍ୟବହୃତ ହୋଇଥିବା ଶବ୍ଦଟି କିଏ? ଦନ୍ତ ନ ହେବା କଥା କିନ୍ତୁ ମୂର୍ଧନ୍ୟ ହେଉଛି, ତ କିଏ ହବ? ପ୍ରାଣ। ପ୍ରାଣ ଏଇଟା ହବ। ଶୁଶ୍ରୂଷା। ଶୁଶ୍ରୂଷାଟା କୋଉଟା ହବ? ଏଠାରେ କାହା ପରେ ସ ଅଛି? ଶୁଶ୍ରୂଷା। ପଢ଼ନ୍ତୁ, ଠିକ୍ ସେ ପଢ଼ନ୍ତୁ। ଶୁଶ୍ରୂଷା। ତ ଉ ପରେ ନା ଶ୍ରୁ ଦୀର୍ଘକାର ଲାଗିଛି ନା? ଏଠି ଦେଖନ୍ତୁ, ଏଠି ଦୀର୍ଘକାର ଲାଗିଛି, ଉ ପରେ ହବ। ଉକାର ପରେ ଏଠି କ'ଣ ହେଇଛି? ସରି, ଅଶୋକନେ ରୁକାର ବା ଦୀର୍ଘ ଉକାର। ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ବସେ? ବାକ୍ୟରେ ସମ୍ବୋଧନ ବାକ୍ୟର ଆରମ୍ଭରେ ବସେ, ନଚେତ୍ ବାକ୍ୟର ଶେଷରେ ବସେ। ଅପସନ୍ ଡି ହବ ରାଇଟ୍ ଆନ୍ସର। କେମିତି? ହେ ପ୍ରଭୁ ମୋତେ କ୍ଷମା କର, ହେଲା ନା ନାଇଁ? ପ୍ରଭୁ ମୋତେ କ୍ଷମା କର, ହେଲା। ତ ଏଇ ଯେଉଁ ମୁଁ ସମ୍ବୋଧନ କଲି ପ୍ରଭୁ ବୋଲି, ଏଇ ଯେଉଁ ପ୍ରଭୁ ଶବ୍ଦଟି ବାକ୍ୟର ଆରମ୍ଭରେ ବସୁଛି ନଚେତ୍ ଶେଷରେ ବସୁଛି। ତାପରେ ଦେଖ 37 ନମ୍ବର, ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ କେଉଁ ପଦ ବସେ? ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ ବିଶେଷଣ ପଦଟା ବସେ। ବାକ୍ୟରେ ସମ୍ବନ୍ଧିତ ପଦ ପୂର୍ବରୁ କେଉଁ ପଦ ବସେ? ସମ୍ବନ୍ଧିତ ପଦ ପୂର୍ବରୁ ସମ୍ବନ୍ଧ ପଦ, ମନେ ରଖନ୍ତୁ ସମ୍ବନ୍ଧ ପଦ ଆଗେ ବସିବ। ବାକ୍ୟରେ ଗୁରୁତ୍ୱ ଆରୋପ ପାଇଁ ଥିବା ବାକ୍ୟାଂଶ କେଉଁଠାରେ ବସିପାରେ? ଗୁରୁତ୍ୱ ଆରୋପ ପାଇଁ ଥିବା ବାକ୍ୟାଂଶ କୋଉଠି ବସିବ ଦେଖିଲ? ବାକ୍ୟର ଆରମ୍ଭରେ। ଗୁରୁତ୍ୱ ଦିଆଗଲା ନା, ସେଥିପାଇଁ ବାକ୍ୟର ଆରମ୍ଭରେ ବସିବ। ବାକ୍ୟରେ ନ ପଦ କେଉଁଠାରେ ବସେ? ନ ପଦ କ୍ରିୟାପଦ ପୂର୍ବରୁ ବସେ। କ୍ରିୟାପଦ ପୂର୍ବରୁ, ନାହିଁ ପଦ କ୍ରିୟାପଦ ପରେ ବସେ। ବିସର୍ଣ୍ଣ ଶବ୍ଦଟିକୁ ଶୁଦ୍ଧ କରି ଲେଖିଲେ କ'ଣ ହବ? ଦେଖନ୍ତୁ କି ଲେଖା ହେଇଛି, ବିସର୍ଣ୍ଣ। ବିସର୍ଣ୍ଣ ଲେଖା ହେଇଛି। ଯଦି ଆମେ ଶବ୍ଦକୁ ଶୁଦ୍ଧ କରି ଲେଖିବା ବିସର୍ଣ୍ଣ ହବନି, ବିସର୍ଣ୍ଣ। ତ ଅପସନ୍ ବି ହବ ରାଇଟ୍ ଆନ୍ସର। ବିସର୍ଣ୍ଣ ରେ ଫଡ଼ା କଟିଯିବ। ଜନତା ମାନଙ୍କର, ଏହାକୁ ଶୁଦ୍ଧ କରି ଲେଖିଲେ କ'ଣ ହେବ? ଜନତା ମାନଙ୍କର। ଜନତା ତ ଲୋକମାନେ, ଅଥର ମାନଙ୍କର ଲାଗିଲା ଏଇଠି, ତ ଆକୁ କ'ଣ କହିବା? ଆମେ କ'ଣ କହିବା କହିଲ ଦେଖି? ଜନତା ର କହିବା। କାହିଁକି? ସବୁ ଜନତାର ମଧ୍ୟ ହବନି, ସବୁ ଜନତା ମାନଙ୍କର ମଧ୍ୟ ହବନି, ସମସ୍ତ ଜନତା ହବନି, ଜନତା ର ହବ। ଅନସୂୟା ଶବ୍ଦଟି ଶୁଦ୍ଧ ରୂପ କ'ଣ ହବ? ଅନସୂୟା ଶବ୍ଦଟିର ଶୁଦ୍ଧ ରୂପ ହେଲା ଅନସୂୟା, ଦୁଘୁଗା ଲାଗିବ। ଅପସନ୍ ବି ହବ ରାଇଟ୍ ଆନ୍ସର। ତାପରେ ଦେଖ ପିଲେ, ଭୁବନେଶ୍ୱର। ଭୁବନେଶ୍ୱର ଶବ୍ଦଟି ଶୁଦ୍ଧ ରୂପ ଲେଖ। ଭୁବନେଶ୍ୱର କ'ଣ ହବ? ହର୍ଷଉକାର ଲାଗି, ଦୁଘୁଗା ଲାଗିଛି, ହର୍ଷଉକାର ଲାଗିବ। ହୃଷ୍ଟ ପୃଷ୍ଟ ଶବ୍ଦଟି ଶୁଦ୍ଧ ରୂପ ବାଛ। ହୃଷ୍ଟ ପୃଷ୍ଟର ଶୁଦ୍ଧ ରୂପ କୋଉଟା ହବ? ହୃଷ୍ଟ ପୁଷ୍ଟ। ହୃଷ୍ଟ ଏଟା ହର୍ଷଉକାର ଲାଗିବ, ହୃଷ୍ଟ ପୁଷ୍ଟ, ମାନେ ଅପସନ୍ ସି ହବ, ସରି ଅପସନ୍ ବି ହବ, ହବନି ତ ବି ହବ ରାଇଟ୍ ଆନ୍ସର। କେଉଁ କେଉଁ ଶବ୍ଦରେ ଥିବା ଦନ୍ତ ସ ମୂର୍ଧନ୍ୟ ସ ହୁଏ ନାହିଁ? କେଉଁ କେଉଁ ଶବ୍ଦରେ ଥିବା ଶବ୍ଦରେ ଥିବା ଦନ୍ତ ସ ମୂର୍ଧନ୍ୟ ସ ହବ ନାହିଁ? ତତ୍ସମ ଶବ୍ଦରେ ଦନ୍ତଟା ତତ୍ସମ, ମୂର୍ଧନ୍ୟ ସ ହବନି।
आस्तिक एठारे केउ पद पर स अछि आस्तिक एठारे आ पर स अछि ना आस्तिक आस्तिक आ परे स अछि आस्तिक नहीं अच्छा 48 नंबर केउंटी ठीक शब्द बाछ से कहछि पाठबता पाठबत्व पटुता पाठ्यवस्था तो राइट आंसर हम पटुता हम पटुता ऑप्शन सी हम राइट आंसर शुद्ध शब्दटी बाछ शुद्ध कोड़ा हम शुद्ध देखिल पूज्यास्पद हम नाही पूज्यास्पद मध्य हम नाही तो हम कौन हम पूजास्पद मध्य हबनी पूजा दुगुगा लगी जीव हला शुद्ध वाक्यटी बाछ संक्षिप्त रे संक्षेप रे तो कौन हम ऑप्शन सी हम राइट आंसर संक्षेप रे पिला माने आमे देखिले बे तुम मानकर साहित्य परीक्षा जो आसुथबा मुख्य मुख्य केतक प्रश्न एवं मु कहिथिले आपण मानकर मार्क रहिबो केते ताहा निश्चित माध्यम कमेंट मध्य जणैदेबे एवं एमितिका प्रश्न आमे प्रतिदिन धरी आसिबा एवं विभिन्न विषय उपर आलोचना करिबा सेथिपई जदि आपण माने हम चैनल को प्रथम देखुचंती ताले चैनल को सब्सक्राइब कर देबे पाखर थिबा बेल आइकन दबे ऑल नोटिफिकेशन क्लिक कर देबे रहउछि दर्शक बंधु जय जगन्नाथ।